बदटा बुझुची काली मुखरे बलि पका गोटे थर से बलि पड़गला किंतु ये जो काल अच्छी टिके 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 कर खाई खाई जाए जल्दी लेखा अच्छी जहाँ को तुम बाहर साड़ी संख्या विवाह घर चले घर संसार करने से काली रूप आमको खाई चली कौन लिखी कमल फुटे कालंदीर गले कमल गोटे फुटी कालंदीर गले काल इंद्री कौटा से कौ जगह से कमल कमल फुटे 12 वर्ष 30 दिन आज्ञा 12 वर्ष हेले से कमल फुटुच गुरु लिखिंट पुरुष आगर युवती सर्वे हुई रजवती किपरि 12 वर्ष हेले झीटी रजवती होती पुओटी ब्रह्म उत्पत्ति होते पर्यंत इंद्रिय मानकर काल हो किए 10 कमल देख ब्रह्म उत्पत्ति है काम तत्परता है जितेबले इंद्रिय माने यही 10 कमल को प्रयास कमल गोटे फुटी कालंदीर गले कमल फुटे 12 वर्ष 30 दिन 12 वर्ष पर मास को थे अर्थात 30 दिन को थे से रजपति कमल कोटी फुटी पातार कमल पड़ी भ्रमण हते ज्ञान तारो तारो फुटी 10टी पतर कोटे 10 बड़ पाठुरा कमले पड़ी भ्रमण हते ज्ञान तार भ्रमण किए बिंदु बिंदु जिते जाए 10 बड़ कमल स्थान पाइला से कमल निवृत्त होगा से बिंदु से 10 बड़ कमल भितर से रहा कमलापति को भ्रमर लड़ाई सुनारी
କରିବି ତ ସେବା ମର୍ତ୍ତେ ରଖ ଯତ୍ର ଧ୍ୟାନ। ଯେତେବେଳେ ବ୍ରହ୍ମର ଯେ ବିନ୍ଦୁ ଗର୍ଭରେ ସ୍ଥାନ ପାଇଲା ସେତେବେଳେ ନିଜକୁ ନିଜେ ନିର୍ମାଣ କଲା ଗୋଟେ ଶରୀର ଅକାରରୁ ଆକାର ହେବା ଗୋଟେ ରୂପ ଗୁଣରେ ରହିଗଲା। ଯେତେବେଳେ ସେ ପୁରା ହେଇଗଲା ସେତେବେଳେ ସେ ସ୍ମରଣ କରୁଛି, ହେ ପ୍ରଭୁ, ହେ ପରମେଶ୍ୱର, ମୋତେ ଗର୍ଭଯାତନାରୁ ଉଦ୍ଧାର କର, ମର୍ତ୍ତ୍ୟକୁ ଗଲେ ମୁଁ ତୁମ ନାମ ଜପ କରିବି। କମଳୁ ଯେବେଳେ ତୁହି କରିଲୁ ବାହାର, କମଳୁ ଯେବେଳେ ତୁହି କରିଲୁ ବାହାର, କମଳର ସେ କମଳରେ କମଳରୁ ଯେବେଳେ ତୁହି କରିଲୁ ବାହାର। ଯେତେବେଳେ ଦଶଦଳ କମଳରୁ ସେ ମର୍ତ୍ତ୍ୟକୁ ପଳେଇ ଆସିଲା ସେତେବେଳେ ସେ କୁଆଁକୁ କାହିଁକି କାନ୍ଦୁଛି, କାହିଁ କରି କହୁଛି, ମୁଁ ତ ଠାକୁରକୁ ଡାକୁଥିଲି, ସେ ଠାକୁର ଗଲେ କୁଆଡ଼େ? କିନ୍ତୁ ପାଖରେ ଥିବା ମା ମାଉସୀ ମାନେ ବୋଲେ ଦେଖନ୍ତୁ ଗୋଟେ ଅସୁବିଧା ଥିଲା, ପଳେଇଲା, ଆସୁ ଆସୁ ଖାଇବି ହେଲାଣି। ତା ଘରେ ତାର ମୁଖରେ କମଳା ରସ, ଯେ ସ୍ତନ ପାନ ତାକୁ ପଳେଇଲା। ସେ କମଳା ରସ ଖାଇ ସେ କମଳରେ ସେ ନାରସାର ହେଇଗଲା। ଆଉ ପ୍ରଭୁଙ୍କ ନାମ ତାର ମନେ ପଡ଼ିଲା ନାହିଁ। କମାଇବେ ସେ ବାଳକ ବେଳେ ଗଲା ଦିନ, କମଳର ଗବିଧାନ କାଳ ବାଳକ ମିଳେ ଗଲା ଜନ୍ମ ହେଲା ଠାରୁ ସେ 10-12 ବର୍ଷ ପର୍ଯ୍ୟନ୍ତ କନ୍ୟା ବିଷୟରେ ବାଳକମାନଙ୍କ ମଧ୍ୟରେ ଖେଳିକିରି ତାର ଦିନ ହରଣ ହେଲା। କିନ୍ତୁ ଯେଉଁ କମଳରେ ସତ୍ୟ କରିଥିଲା ମର୍ତ୍ତ୍ୟକୁ ଗଲେ ତୁମର ନାମ ଜପ କରିବୁ, ଆଉ ସେ ସତ୍ୟ ତାର ମନେ ପଡ଼ିଲା ନାହିଁ, ଭୁଲିଗଲା। କାମିନୀ ସଙ୍ଗେ ମାତିରୁ ଛୁଆ ବୟସରେ, କାମିନୀ ସଙ୍ଗରେ ମାତିକିରି ତାର ଦିନ ହରଣ ହୋଇଗଲା। କାମିନୀ ସଙ୍ଗେ ମାତିରୁ ଯୁବା ବୟସରେ କାମ ଲାଳସାରେ ଗନ୍ଧ ହେଲୁ କମଳରେ, ଯେଉଁ କମଳରୁ ଆସିଥିଲୁ ସେଇ କମଳରେ ହିଁ ତୁ ନାଶ ଦିଅ। 23 ବର୍ଷରେ ବୌଦ୍ଧ ଅବତାର, 23 ବର୍ଷରେ ବୌଦ୍ଧ ଅବତାର, କମଳାପତିର ନାମ ନପସରୁ ଘର ଚାଳ, ଚଳିଛି ସେ ବର୍ଷରେ ବୌଦ୍ଧ ଅବତାର, 23 ହେଲା 60, 60 ବର୍ଷ ହେଲା ବୌଦ୍ଧ ଅବତାର ବୁଦ୍ଧ ଅବତାର ହେଇଗଲା। ଆଉ କମଳାପତିଙ୍କର ନାମ ମୁଖରେ ପଶିଲାନି, ଏ ଧର୍ମ ଦ୍ୱାରା ଧର୍ମ ସେ ନାମ କିନ୍ତୁ ସେ ଭୁଲିଗଲା।
कर कृपा पूर्ण ब्रह्मा